ପାଣି ଭିତରେ ମୁଁ ମୋ ଝିଆରୀର ଦୁଧକୁ ସଲେଇ ସଲେଇ ଜଙ୍ଗଲ ଭିତରକୁ ନେଇ ନିଦୁମ ଗେହିଲି। କ'ଣ ଥିଲା ପୂରା ଘଟଣା ଏଇ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛି। ଏହି ଘିଆଁ ଘିଇଁ ଭିଡ଼ିଓ ଆପଣମାନଙ୍କୁ ବହୁତ ଖୁସି ଦେବ। ଛୋଟିଆ ଟୋକିର ଦୁଧର ମଜା ମୁଁ କେମିତି ନେଲି ମୁଁ ଆପଣମାନଙ୍କୁ ଜଣେଇବି। ଭିଡ଼ିଓକୁ ବିନା ସ୍କିପ୍ କରି ଦେଖିଲେ ତମେ ଘିଆଁ ଘିଇଁର ମଜା ନେଇପାରିବ। ପ୍ରଥମରୁ ଶେଷ ଯାଏ ପୂରା ଦେଖିବା ପାଇଁ ଅନୁରୋଧ। ମୋ ନାଁ ରାଜୁ। ଲୋକମାନେ ମୋତେ ଆମ ଗାଁରେ ମୋତେ ରାଜ ରାଣ୍ଡୁଆ ବୋଲି ଡାକନ୍ତି। କାହିଁକିନା ଟୋକିଙ୍କ ଅପେକ୍ଷା ମୁଁ ମାଇକିନିଆଙ୍କ ଦୁଧ ଆଉ ମାଇକିନିଆଙ୍କ ଗାଣ୍ଡିଙ୍କ ପଛରେ ବହୁତ ପାଗଳ ଥାଏ। ତ ମାନଙ୍କୁ ଖୁବ୍ ପସନ୍ଦ କରେ ଆଉ ସେମାନଙ୍କୁ ଗେହିବା ପାଇଁ ଚାହେଁ। ହେଲେ ବେଳେବେଳେ ଟୋକିମାନେ ପଟିଗଲେ ବି ମୁଁ ଛାଡ଼େନି। କାହିଁକିନା ଟୋକିମାନେ ଯେତେବେଳେ ପଟିଯାଆନ୍ତି ତାଙ୍କୁ ଛାଡ଼ିବାକୁ ଇଚ୍ଛା ହିଁ ହୁଏନି। ଏମିତି କିଛି ଘଟଣା ଘଟିଲା ମୋ ସହିତ ଯାହାକି ମୁଁ କେବେ ବି ଚିନ୍ତା ହିଁ କରିନଥିଲି। ମୋର ବୟସ 22 ବର୍ଷ ଆଉ ମୁଁ ଦେଖିବା ପାଇଁ ପୁରା ହ୍ୟାଣ୍ଡସମ୍ ଟୋକାଟିଏ ଆଉ ସବୁଥିରେ ସ୍ମାର୍ଟ। ହେଲେ ଏତିକି ଗୋଟେ ଗୁଣ ଖରାପ, ମୋତେ ଝିଅ ପିଲା ହିଁ ପସନ୍ଦ ନୁହଁ। ହେଲେ ମୋ ଭାଗ୍ୟକୁ ଏମିତି ଘଟଣା ଘଟିଲା ଆଉ ସେ ମୋ ଝିଆରୀ ସହିତ ଆଜି ମୁଁ ଆପଣଙ୍କୁ ଏହି ଘିଆଁ ଘିଆଁ ଭିଡ଼ିଓରେ ଜଣେଇବି। ମୁଁ ମୋର ମାମୁଁ ଘରେ ରହି ପାଠ ପଢ଼ୁଥାଏ। ଜଗତସିଂହପୁରରେ କଲେଜର ନାଁ କହି ହେବନି ଆଜ୍ଞା, ଆପଣମାନେ ଜାଣିପାରୁଥିବେ। କାହିଁକିନା ଆଖପାଖ ଲୋକ ମୋ ଭିଡ଼ିଓ ସମସ୍ତେ ପ୍ରାୟ ଦେଖନ୍ତି। ମାଙ୍କ କଲେଜ ଏତିକି କହି ରଖୁଛି, ଆପଣମାନେ ସେଇଠୁ ଚିନ୍ତା କରିନେବେ। ନୂଆ ନୂଆ କଲେଜ ଯାଉଥାଏ। ମାମୁଁ ଘରେ ରହୁଥିବା ଯୋଗୁଁ ମୁଁ ସେଠାରେ ନାଁ ଖରାପ କରିବା ପାଇଁ ଚାହୁଁନଥିଲି। ପ୍ରଥମରୁ ମୋ ନାଁ ଆଉ ମୋ ରେକର୍ଡ଼ ବହୁତ ଖରାପ ହେଇଯାଇଥିଲା। ସେଥିପାଇଁ ମୋ ମା' ମୋତେ ମାମୁଁ ଘରେ ରହି ପାଠ ପଢ଼ିବା ପାଇଁ ସଜେସନ୍ ଦେଲେ। ହେଲେ କ'ଣ କରିବି, ମୋ ଗୁଣ ତ ପ୍ରଥମରୁ ଖରାପ, ପରମ ରାଣ୍ଡୁଆ, ଗେହିବା ଚକ୍କରରେ ପୁରା ବଦନାମ। ସେଥିପାଇଁ ମା' ଭାବିଲେ କି ମାମୁଁ ଘରେ ରହିଲେ ସୁଧୁରିଯିବ, କୌଣସି ଖରାପ କାମ କରିବନି। ମୁଁ ଚେଷ୍ଟା କରୁଥାଏ ବଦନାମ ନ ହେବା ପାଇଁ। ହେଲେ ମୋର ଗେହିବାର ଖୁସି ଅଧା ରହିଯାଉଥାଏ। କ'ଣ କରିବି କ'ଣ ନାହିଁ ଖୁବ୍ ଚିନ୍ତାରେ ଥାଏ। ମୋ ମାମୁଁ ଘର ପାଖରେ ଜଣେ ଭାଇଙ୍କର ଘର ଥାଏ। ତାଙ୍କର ଗୋଟେ ଝିଅ ଥାଏ। ସେ ଝିଅକୁ ମୁଁ ଛୋଟବେଳୁ ଜାଣିଛି। ସେ ଏବେ 15 ବର୍ଷର ହୋଇଯାଇଥାଏ। ସେ ଦେଖିବା ପାଇଁ ବହୁତ ସୁନ୍ଦର ଓ ଗୋରା ତକତକ ଝିଅଟେ। ତା'ର ବାପା ଓ ବୋଉ ଓ ତା'ର ଆଈ ମୋତେ ଖୁବ୍ ପସନ୍ଦ କରନ୍ତି ଓ ସେମାନଙ୍କର ମୋ ଉପରେ ଖୁବ୍ ବିଶ୍ୱାସ ବି ଥାଏ। ମୋ ମାମୁଁ ଘର ଗୋଟେ ବଡ଼ ପରିବାର ଓ ସେଠାରେ ମୋ ମନ ଜମାରୁ ଲାଗୁନଥାଏ। କ'ଣ ପାଇଁ ନା ମୋତେ ସବୁବେଳେ ଏକା ରହିବା ପାଇଁ ଆଉ ଶାନ୍ତିରେ ରହିବା ପାଇଁ ବହୁତ ଭଲ ଲାଗେ ଆଉ ମୁଁ ଚାହୁଁଥାଏ। ସେଥିପାଇଁ ମୁଁ ମୋର କଲେଜର ପାଠପଢ଼ା ସାରିଲା ପରେ, ଖାଇବା ପିଇବା ସାରିଲା ପରେ ମୁଁ ପଡ଼ୋଶୀ ଭାଇଙ୍କ ଘରେ ସବୁବେଳେ ଯାଇ ବସା ଉଠା କରେ। ଆଉ ସେଇଠି ସେ ତାଙ୍କର ଝିଅ, ଯାହାର ନାଁ ଟ୍ୱିଙ୍କଲ୍ ବୋଲି ଆପଣ ଭାବି ନିଅନ୍ତୁ। ଟ୍ୱିଙ୍କଲ୍ ସହିତ ମୋର ପ୍ରଥମ ପ୍ରେମ ନଜରରେ ଦେଖା ହେଲା। ଆଉ ତାପରେ କ'ଣ ଘଟିଲା ମୁଁ ଆପଣମାନଙ୍କୁ କହୁଛି। ଟ୍ୱିଙ୍କଲ୍ ଦେଖିବା ପାଇଁ ଯେମିତି ସୁନ୍ଦର, ତାଙ୍କ ଗାଁରେ ହୁଏତ ତା ଭଳି ସୁନ୍ଦରୀ ଟୋକି କେହି ନଥିବେ। ଟ୍ୱିଙ୍କଲ୍ର ଛୋଟିଆ ଛୋଟିଆ ଦୁଧ ଆଉ ତା ଚଉଡ଼ା ଗାଣ୍ଡି ପୁରା ମନ କିଣି ନେଇଯାଉଥାଏ। ସେ ଯେତେବେଳେ ଘର ଝାଡ଼ୁ ମାରୁଥାଏ, ମୁଁ ଗଳି ଗଳି ସେ ଟ୍ୱିଙ୍କଲ୍ର ତା ଦୁଧ ଦୁଇଟାକୁ ସବୁବେଳେ ଅନଉଥାଏ। ଆଉ ତା ଦୁଧ ଦୁଇଟା ଦେଖି ମୋ ବାଣ୍ଡ ପୁରା ଠିଆ ହେଇ ରହିଯାଉଥାଏ। ସବୁବେଳେ ଇଚ୍ଛା ହେଉଥାଏ କାଳେ ଟ୍ୱିଙ୍କଲ୍ ମୋତେ ଗେଁଇବା ପାଇଁ ଡାକିବ କି। ହେଲେ ସେମିତି କେବେ ଘଟିଲାନି। ତ କ'ଣ ଘଟିଲା ମୁଁ ଆପଣଙ୍କୁ କହୁଛି। ଧୀରେ ଧୀରେ ଟ୍ୱିଙ୍କଲ୍ ସହିତ ମୁଁ କଥା ହେବାକୁ ଲାଗିଲି। ଟ୍ୱିଙ୍କଲ୍ 15-16 ବର୍ଷର ଗୋଟେ ନଙ୍ଘା ଟୋକିଟେ ଆଉ ଜବରଦସ୍ତ ଗିଆଳିଆ ଟୋକିଟେ। ତା ଦୁଧ ଫୁଲଫୁଲିକା ଦୁଧ ଦେଖି ମୋ ବାଣ୍ଡ ଛନ ଛନ। ତା ଭୁଣ୍ଡି, ଦୁଧର ଭୁଣ୍ଡି ଯେମିତିକି ତା'ର ଡ୍ରେସ୍ ଭିତରୁ ଉପରକୁ ବାହାରି ପଡ଼ୁଥାଏ, ଝଲସୁଥାଏ। ତ ଏହା ଦେଖି ମୁଁ ନିଜକୁ କେତେ ଅବା କଣ୍ଟ୍ରୋଲ୍ କରିବି। ମୁଁ ଟିକେ ସମୟ ପାଇଲେ ତା ମା' ସେ ଭାଉଜ ଜଣଙ୍କ ଯେତେବେଳେ ଘରୁ ଟିକେ ବାହାରକୁ ପଳେଇବେ, ମୁଁ ଟ୍ୱିଙ୍କଲ୍ ସହିତ କଥା ହେବାକୁ ଲାଗେ। ଟ୍ୱିଙ୍କଲ୍ କେମିତି ଅଛ, କ'ଣ, ବହୁତ ସୁନ୍ଦର ତମେ, ତାରିଫ କରିବାକୁ ଲାଗେ। ଆଉ 15 ବର୍ଷର ଟୋକି
ପ୍ରେମ କରିବନି ଏମିତି କିଛି କାରଣ ହିଁ ରହିବନି। ଭଲ ପାଇବ ହିଁ ଭାଇବ। ଆଉ ତାର ସେ ସମୟରେ ଗିଆଁ ଖାଇବା ପାଇଁ ବହୁତ ଇଚ୍ଛା ଥାଏ। ସେଇ ସମୟର ମଉକା ଯିଏ ନେଇଗଲା ସେ ଜାଣିବ ଟୋକିକୁ ଗେଇ ଦେଲା। ତ ଏମିତି କିଛି ମୋ ସହିତ ଘଟିଲା। ତ ଧୀରେ ଧୀରେ ଏମିତି ଟୁଇଙ୍କିଲକୁ ମୁଁ ପଟେଇଥିଲି ଯାହାକି ଆପଣମାନେ ବିଶ୍ୱାସ କରିପାରିବେନି। ମୁଁ ଡେଲି କଲେଜରୁ ଫେରିବା ସମୟରେ ଟୁଇଙ୍କିଲ ପାଇଁ ଚକୋଲେଟ୍ ଆଣି ଆସେ ଆଉ ତାକୁ ଚକୋଲେଟ୍ ଦିଏ। ଧୀରେ ଧୀରେ ମୁଁ ତାକୁ ଲାଇନ୍ ମାରେ ଆମ ଛାତ ଉପରେ ଠିଆ ହେଇ, ମାନେ ମାମୁଁ ଘର ଛାତ ଉପରେ ଠିଆ ହେଇ ତାକୁ ଲାଇନ୍ ମାରେ। ଟୁଇଙ୍କିଲ ବି ମୋତେ ଦେଖି ଅଳ୍ପ ସ୍ମାଇଲ୍ କରେ। ଏମିତି କିଛି ଦିନ ଘଟିଲା ପରେ ତାପରେ ଦିନକର କଥା, ଟୁଇଙ୍କିଲ ଅଚାନକ ମୁଁ ଆମ ଘରେ ଷ୍ଟଡ଼ି କରୁଥାଏ, ପାଠ ପଢ଼ୁଥାଏ। ତ ପଢ଼ିଲା ସମୟରେ ଘରେ ବହୁତ ସାଉଣ୍ଡ ହେଉଥାଏ। ତ ସେହି ସମୟରେ ଟୁଇଙ୍କିଲର ମା' ମାନେ ମୋର ଭାଉଜ ହିସାବ ଯିଏ ହେବ ସେ ଆସି ମୋ ମାମୁଁ ଘରେ ପହଞ୍ଚି ମୋତେ ଡାକିଲେ, କହିଲେ ରାଜ ଆଉ ତମେ ଗୋଟେ କାମ କର, ଏଠି ତ ପିଲାମାନେ ଏତେ ସାଉଣ୍ଡ କରୁଛନ୍ତି, ଚିଲଉଛନ୍ତି, ପାଟି କରୁଛନ୍ତି, ତମକୁ ପଢ଼ାରେ ବି ଡିଷ୍ଟର୍ବ ହେବ ଆଉ ତମେ ବି ନିଜେ ଡିଷ୍ଟର୍ବ ରହିବ। ଗୋଟେ କାମ କର, ଆମ ଘରକୁ ପଳେଇ ଆସ, ମୋ ଝିଅକୁ ଟିକେ ପାଠ ପଢ଼ାରେ ହେଲ୍ପ କର ଆଉ ତମେ ବି ଏଇଠି ପଢ଼ିନିଅ। ମୁଁ ମନେ ମନେ ବହୁତ ଖୁସି ହେଇଗଲି। ମୁଁ ଭାବିଲି ଏଇ ମଉକା ତ ମୁଁ ଖୋଜୁଥିଲି, ଯାହାକି ଏ ମଉକା ମୋତେ ମିଳିଗଲା। ତାପରେ ସେଦିନ ରାତିରେ ମୁଁ ତାଙ୍କ ଘରେ ରାତି ପ୍ରାୟ 8ଟା ବାଜିଲାଣି। 8ଟା ବାଜିଯିବା ସମୟରେ ତାଙ୍କ ଝିଅ ଯିଏ ଥିଲା ଟୁଇଙ୍କିଲ, ସେ ସେତେବେଳେ କ୍ଲାସ୍ 9 କି 10ରେ ପାଠ ପଢ଼ୁଥାଏ। ଟୁଇଙ୍କିଲର ମା' ମୋତେ କ'ଣ କଲେ ନା ତାଙ୍କ ଘରକୁ ନେଇଗଲେ ଆଉ ତା ଝିଅ ଯେଉଁ ରୁମ୍ରେ ବସି ପାଠ ପଢ଼ୁଥିଲା ସେଇ ରୁମ୍କୁ ମୋତେ ନେଇଗଲେ। କହିଲେ ତମେ ଏଇଠି ବସି ମୋ ଝିଅକୁ ଟିକେ ଗାଇଡ଼୍ କର ଆଉ ତାକୁ ଟିକେ ପଢ଼ାଇବାରେ ହେଲ୍ପ କର ଆଉ ତମେ ବି ପଢ଼ିନିଅ। ମୁଁ ବି ସେୟା କଲି, ଟୁଇଙ୍କିଲକୁ ପଢ଼ାଇବାରେ ତାକୁ ହେଲ୍ପ କଲି। ପ୍ରଥମେ ଗୋଟାଏ ଦିନ ମୁଁ ତାକୁ ହେଲ୍ପ କଲି, ହେଲେ ଟୁଇଙ୍କିଲର ପାଠ ପଢ଼ାରେ ମନ ନାହିଁ। ସେ ମୋର ଲମ୍ବା ବାଣ୍ଡ ଦେଖି ପୁରା ପାଗଳ ହେଇଯାଇଥାଏ। ଲମ୍ବା ବାଣ୍ଡ କେତେବେଳେ ଦେଖିଥିଲା ମୁଁ ଆପଣଙ୍କୁ କ୍ଲାଇମ୍ୟାକ୍ସରେ କହିବି ଟିକେ ଆଗକୁ ଗଲେ। ତ ଟୁଇଙ୍କିଲ ମୋତେ କ'ଣ କରେ, ଲାଇନ୍ ମାରିଲା। ମୁଁ ଟୁଇଙ୍କିଲର ହାତକୁ ଧରି ପାଠ ପଢ଼ଉଥାଏ। ତ ତା ହାତରେ ମୋ ହାତ ମୁଁ ଛନ୍ଦିକିରି ବସିଥାଏ। ସେହି ସମୟରେ ଅଚାନକ ଘରୁ ଲାଇନ୍ କଟିଗଲା। ଲାଇନ୍ କଟିଗଲା ଯେମିତି ଘରର କବାଟ ପଛପଟରୁ ମୁଁ ବନ୍ଦ କରି ପାଠ ପଢ଼ୁଥାଏ ଆଉ ପାଠ ପଢ଼ଉଥାଏ। ସେହି ସମୟରେ ମୁଁ ଟୁଇଙ୍କିଲକୁ କୁଣ୍ଢେଇ ପକାଇ ତା ଗାଲ ଆଉ ତା ଦୁଧକୁ ଚିପି ପକାଇଲି। ତା ଦୁଧ ଦୁଇଟାକୁ ଯେମିତି ଚିପି ପକାଇଛି, ଟୁଇଙ୍କିଲ ଉ ଆ କରିବାକୁ ଲାଗିଲା। ଟୁଇଙ୍କିଲ ଯେତେବେଳେ ଉ ଆ କରିବାକୁ ଲାଗିଲା, ଅନ୍ଧାର ରାତିରେ ଶବ୍ଦ ବହୁତ ଜୋର ଶୁଣାଯାଉଥାଏ। ସେଥିପାଇଁ ମୁଁ ତା ମୁହଁରେ ହାତ ଦେଇ ମୁଁ ତା ଦୁଧ ଦୁଇଟାକୁ ତା ଡ୍ରେସ୍ ଭିତରେ ହାତ ପୁରେଇ ଚିପିବାକୁ ଲାଗିଲି। ମୋତେ ବହୁତ ଆନନ୍ଦ ଆସୁଥାଏ। ସେତେବେଳକୁ ତା ମା' ମାନେ ସେ ଭାଉଜ ଜଣଙ୍କ ସେପଟରୁ ପାଟି କରି କହିଲେ, କୁଆଡ଼େ ଗଲ? ଅନ୍ଧାର ରାତି ହେଇଗଲାଣି, ଲାଇନ୍ ପଳେଇଛି, ଏବେ ତମେ ପାଠପଢ଼ା ସେତିକି ବନ୍ଦ କରିଦିଅ। ଏହି ସମୟରେ ସେ ଟୁଇଙ୍କିଲ କହିଲା, ମୋ ବୋଉ ସେପଟରୁ ଡାକୁଛନ୍ତି, ତମେ ଏବେ ଥାଅ, ଆମେ ପରେ କଥା ହେବା। ତାପରେ ମୁଁ ସେଦିନ ରାତିରେ ଆମ ଘରକୁ ପଳେଇ ଆସିଲି। ଅଳ୍ପ ବହୁତ ଦୁଧ ଚିପି ତା ଗାଲକୁ ଚାଟିଛି ଆଉ ତା ବିଆରେ ଆଙ୍ଗୁଠି ଟିକେ ନାଗୁରୁ ତା ଚଡ଼ି ଖୋଲି ତା ଆଙ୍ଗୁଠି ଖାଲି ବିଆରେ ଲଗେଇଛି, ହେଲେ ଆଙ୍ଗୁଠି ବିଆରେ ପୁରେଇ ପାଇଲିନି ସେଦିନ। ଏମିତି କିଛି ଦିନ ଘଟିଲା ପରେ ଫେରେ 2ରୁ 3 ଦିନ ଘଟିଲା ପରେ ମୁଁ ଗାଧୋଉଥାଏ। ଗାଧୋଇବା ସମୟରେ ଟୁଇଙ୍କିଲ କିଛି ଦିନ ପୂର୍ବରୁ, ମୁଁ ଆପଣଙ୍କୁ କହି ରଖୁଛି, କିଛି ଦିନ ପୂର୍ବରୁ ମୁଁ ଗାଧୋଉଥିବା ସମୟରେ ଅଚାନକ ମୋ ଗାମୁଛା ଟାଉଲ ଯେଉଁଟା ପିନ୍ଧୁଥାଏ ସେଇଟା ଖସି ପଡ଼ିଥିଲା। ଆଉ ସେହି ସମୟରେ ଟୁଇଙ୍କିଲ ତାଙ୍କର ପଛପଟ କବାଟରେ ସେ ସବୁବେଳେ ମୋତେ ନଜର ରଖି ବୋଲି ମୁଁ ଜାଣିନଥିଲି। ଆଉ ମୁଁ ଯେତେବେଳେ ଯେଉଁଠି ଗାଧୁଆଗାଧି କରେ ସେଇଠି ମୁଁ ମୋ ପ୍ୟାଣ୍ଟ ବି ଯେଉଁ ଟାଉଲ ପିନ୍ଧିଥାଏ, ଟାଉଲ ଖୋଲି ମୋ ବାଣ୍ଡକୁ ଧରି ହଲାଏ। ଆଉ ସେହି ସମୟରେ ଟୁଇଙ୍କିଲ ମୋ ବାଣ୍ଡକୁ ଦେଖିଦେଇଥିଲା। ଟୁଇଙ୍କିଲ ଯେତେବେଳେ ମୋ ବାଣ୍ଡ ଦେଖିଦେଇଥିଲା, ସେଇଦିନ ଠାରୁ ଟୁଇଙ୍କିଲର ଇଚ୍ଛା ମୋ ଉପରେ ବଢ଼ି ଯାଇଥିଲା। ତ ମୁଁ ଏଇଥିପାଇଁ ଟୁଇଙ୍କିଲ ହୁଏତ ମୋତେ ବହୁତ ପସନ୍ଦ କରୁଥିଲା। ତ ଟୁଇଙ୍କିଲ ମୋତେ କ'ଣ କଲା, ସେଦିନ ତାପର ଦିନ ଟୁଇଙ୍କିଲ, ମୁଁ ଗାଧୋଉଥିବା ସମୟରେ ଟୁଇଙ୍କିଲ ମୋତେ ଇସାରା କରି କହିଲା ତମର ସେଇଟା ଯେଉଁଟା ଟାଉଲ ପିନ୍ଧିଛ ସେଇଟା ଟିକେ ତଳକୁ କର। ମୁଁ କ'ଣ କଲି,
ଟାଉଲ୍ ତଳକୁ କରିବାକୁ ଲାଗିଲି। ତାପରେ ମୁଁ ଟୁଇଙ୍କିଲ୍କୁ ଆସିକିରି କହିଲି, ମୁଁ କହିଲି ଟୁଇଙ୍କିଲ୍, ଆଜି ମୁଁ ରାତିରେ 2ଟାରେ ତମ ଘରକୁ ଆସିବି, ଆଉ ତମେ କବାଟ ଖୋଲା ରଖିଥିବ। ସେଦିନ ରାତିରେ ସତକୁ ସତ ଟୁଇଙ୍କିଲ୍ କବାଟ ଖୋଲା ରଖିଥିଲା, ଆଉ ମୁଁ ଲୁଚି ଲୁଚି ତାଙ୍କ ଘର ଭିତରକୁ ଆସିଲି। ଘର ଭିତରକୁ ଆସିବା ପରେ ଟୁଇଙ୍କିଲ୍ କ'ଣ କଲା ନା କବାଟକୁ ପଛପଟରୁ ବନ୍ଦ କରିଦେଲା। ଟୁଇଙ୍କିଲ୍ ଆଉ ମୁଁ ଟୁଇଙ୍କିଲ୍ର ଚଡ଼ି ଖୋଲି ତା ବିଆକୁ ଖୁବ୍ ଚାଟିଛି। ଚାଟି ଖୁବ୍ ମଜା ନେଲି। ଯେତେ ବିଆ ଚାଟୁଥାଏ ସେତେ ମୋତେ ବହୁତ ମଜା ଆସୁଥାଏ। ଏମିତି କିଛି ସମୟ ଚାଟିବା ପରେ ଟୁଇଙ୍କିଲ୍ର ଦୁଧକୁ ବି ଚାଟିବାକୁ ମୌକା ମିଳିଲା। ଟୁଇଙ୍କିଲ୍ର ଦୁଧକୁ ଯେତେବେଳେ ଚାଟିଲି, ଟୁଇଙ୍କିଲ୍ କ'ଣ କଲା ନା ମୋ ପ୍ୟାଣ୍ଟ ଭିତରେ ହାତ ପୂରେଇ ମୋ ବାଣ୍ଡକୁ ହଲେଇବାରେ ଲାଗିଲା। ମୁଁ ଟିକେ ମୋ ବାଣ୍ଡରେ ଛେପ ପକେଇ ଟୁଇଙ୍କିଲ୍ର ଗାଣ୍ଡିରେ ମୋ ବାଣ୍ଡକୁ ପୂରେଇବାକୁ ଲାଗିଲି। ଯେମିତି ଟିକେ ନାଗୁରୁ ବାଣ୍ଡ ଅଳ୍ପ ଗାଣ୍ଡି ଭିତରେ ପୂରେଇଛି, ଟୁଇଙ୍କିଲ୍ ଚିଲେଇବାକୁ ଲାଗିଲା। ସମସ୍ତ ଲୋକଙ୍କର, ଘରର ଲୋକମାନଙ୍କର ନିଦ ଭାଙ୍ଗିଗଲା। ମୁଁ ଫଟକିନା କବାଟ ଖୋଲା ଥିଲା, ପଛପଟ କବାଟ, ମୁଁ ଫଟକିନା ବାହାରି ପଡ଼ି ପଳେଇ ଆସିଲି। ଟୁଇଙ୍କିଲ୍ ସେଠି ବାହାନା କରିଦେଲା କି ଘରେ ବିଲେଇ ଗୋଟା ପଶି ଯାଇଥିଲା। ତ ତାପର ଦିନ ମୁଁ ଗେଇବି ଭାବୁଥିଲି, ହେଲେ କେମିତି ଗେଇବି ବୋଲି ମୁଁ ଜାଣିପାରୁନଥିଲି। ତ ଦିନେ ଅଚାନକ ସମସ୍ତେ, ଆମ ମାମୁଁ ଘର ଲୋକ, ଆଉ ମୋ ମାଇଁ, ମାମୁଁ ଆଉ ତାଙ୍କ ପୁଅ ଝିଅ, ଆଉ ତାଙ୍କ ପୁଅ ଝିଅ ଛୋଟ ଛୋଟ, ତ ଆଉ ତାଙ୍କ ପରିବାର, ଆମେ ପ୍ଲାନ୍ କଲୁ ଗୋଟେ ଜାଗାକୁ ବୁଲିବାକୁ ଯିବା ପାଇଁ। ତ ବୁଲିବାକୁ ଯିବା ପାଇଁ ମାନେ ଘର ପାଖରୁ କିଛି ଦୂର ବୁଲିବାକୁ ଯିବା ପାଇଁ। ସେଠି ଗୋଟେ ବଡ଼ ଜଙ୍ଗଲ ଥାଏ, ଆଉ ସେ ଜଙ୍ଗଲରେ ଫିଷ୍ଟ କରି ଏନ୍ଜୟମେଣ୍ଟ କରିବା ପାଇଁ ଆମେ ଡିସିସନ୍ ନେଇଥିଲୁ। ତ ଡିସିସନ୍ ନେବା ଭିତରେ ଫାଇନାଲି ଟୁଇଙ୍କିଲ୍ ବି ଗଲା, ଆଉ ମୁଁ ବି ଗଲି। ତ ଆମେ ନଜର ମିଶାମିଶି ହେଉଥାଉ, ହେଲେ ଆମ ବିଷୟରେ କେହି ଟିକେ ବି ଖବର ପାଇନଥାନ୍ତି। ତ ମୋତେ ବହୁତ ଆନନ୍ଦ ଲାଗୁଥାଏ, ଆଉ ମୁଁ ବହୁତ ଖୁସି ବି ଥାଏ ଟୁଇଙ୍କିଲ୍ ସାଙ୍ଗରେ ଯାଉଛି, ଆଉ ମୌକା ଦେଖି ସେଇଠି ଗେଇଁବି। ସତକୁ ସତ ଆମର ପରିବାର, 2 ପରିବାରରେ ସେପଟରେ ସମସ୍ତେ ବସିଥାନ୍ତି, ଆଉ ଟୁଇଙ୍କିଲ୍ର ଆଉ ମୋର ଜଙ୍ଗଲ ଭିତରକୁ ମୁଁ ଟୁଇଙ୍କିଲ୍କୁ ବାହାନା କରି ନେଇଗଲି। ଟୁଇଙ୍କିଲ୍କୁ ବାହାନା କରି ନେଇ ଟୁଇଙ୍କିଲ୍ର ଦୁଧକୁ ସଲେଇ ଚିପିଲି। ଯେତେ ଦୁଧ ଚିପୁଥାଏ ସେ ଆଉ ଟିକେ କହିଥାଏ। ନିଛାଟିଆ ଜଙ୍ଗଲ ଭିତରେ କେହି ନାହାନ୍ତି। ପାହାଡ଼ ଉପରେ ଟୁଇଙ୍କିଲ୍ର ବିଆକୁ ଚାଟି ସେଇଦିନ ତା ଗୋଡ଼ ଟେକି ଗେହିବାର ମଜା ମୁଁ ଖୁବ୍ ନେଲି। ଆଉ ଯେତେ ଗେହୁଥାଏ ଟୁଇଙ୍କିଲ୍କୁ, ଟୁଇଙ୍କିଲ୍ର ନାଳ ବାହାରୁ ନଥାଏ। ଟୁଇଙ୍କିଲ୍ର ଗାଣ୍ଡିରେ ଆଙ୍ଗୁଠି ପୁରଉଥାଏ, ଟୁଇଙ୍କିଲ୍ ମୋ ବାଣ୍ଡକୁ ଚାଟୁଥାଏ। ଟୁଇଙ୍କିଲ୍ ମୋ ବାଣ୍ଡକୁ ଚାଟୁଥାଏ, ମୋ ଗାଣ୍ଡିରେ ଆଙ୍ଗୁଠି ପୁରଉଥାଏ। ଏମିତି କରୁ ସନ୍ଧ୍ୟା ହେଇଗଲା। ସନ୍ଧ୍ୟା ସାରିବା ପରେ ଟୁଇଙ୍କିଲ୍ ଆସିଲା, ଆଉ ମୁଁ ଆସିଲି। ତାପରେ ସେମାନେ, ଆମ ଘର ଲୋକ, ଆଉ ମାମୁଁ ଘର ଲୋକ, ଆଉ ଟୁଇଙ୍କିଲ୍ର ମା', ମାନେ ମୋ ଭାଉଜ ଯିଏ ହେବେ, ସେ ମୋତେ ପଚାରିଲେ, କହିଲେ ଆଉ ତମେ ଏତେ ସମୟ ହେଲା କୁଆଡ଼େ ଯାଇଥିଲ? ଆମେ କହିଲୁ, ଏତେ ବଡ଼ ଜଙ୍ଗଲରେ ଆମେ ରାସ୍ତା ଭୁଲି ଯାଇଥିଲୁ। ଆମେ କ'ଣ କରିବୁ କ'ଣ ନାହିଁ ଆମେ ଚିନ୍ତା କରିପାରୁନଥିଲୁ, ସେଇଥିପାଇଁ ଆମେ ରାସ୍ତା ହଜି ଯାଇଥିଲୁ। ତାପରେ ଟୁଇଙ୍କିଲ୍ର ମନ ବଦଳିଲା ଭଳି ଲାଗୁଥାଏ। ତା ମା' ହଠାତ୍ ତାକୁ କ୍ୱେଶ୍ଚିନ୍ କରିଦେଲା କି ତୋ ମନ ଏମିତି ବଦଳିଲା ଭଳି କାହିଁ ଦେଖାଯାଉଛି? କିଛି ଅସୁବିଧା ହେଇନି ତ? ଟୁଇଙ୍କିଲ୍ କହିଲା, ନା, ରାଜ ଭାଇ ଥିଲେ ନା ମୋ ସହିତ, ତ ସେଥିପାଇଁ କିଛି ଅସୁବିଧା ହେଇନି। ତାପରେ ଧୀରେ ଧୀରେ ମୁଁ ପ୍ରତି ସମୟରେ ଟୁଇଙ୍କିଲ୍କୁ ବହୁତ ସମୟ ଦେବାକୁ ଲାଗିଲି। ଧୀରେ ଧୀରେ ମୋ ମାମୁଁ ଘରର ମୋ ମାଇଁ ମୋତେ ସନ୍ଦେହ କରିବାକୁ ଲାଗିଲେ। କହିଲେ, ରାଜ, ଆଉ ତମେ ସବୁବେଳେ ତାଙ୍କ ଘରକୁ ଯାଉଛ, ଆଉ ଟୁଇଙ୍କିଲ୍ ସହିତ କଥା ହେଉଛ, କ'ଣ କିଛି ଚକ୍କର ଚାଲିଛି? ଆଉ ମୁଁ ମୋ ମାଇଁଙ୍କୁ କୌଣସି କଥା ଲୁଚାଇନି। ମୁଁ ମୋ ମାଇଁଙ୍କୁ ସବୁ କଥା ଖୋଲାଖୋଲି କଥା କହିଦେଲି। ମୁଁ କହିଲି, ମୁଁ ଟୁଇଙ୍କିଲ୍କୁ ସେଦିନ ଆମେ ଯେଉଁ ପିକନିକ୍ ଯାଇଥିଲେ, ଟୁଇଙ୍କିଲ୍କୁ ମୁଁ ସେଦିନ ଖୁବ୍ ଗେହିଁଛି। ଟୁଇଙ୍କିଲ୍ର ଗାଣ୍ଡିରେ ବାଣ୍ଡ ପୂରେଇଥିବା ସମୟରେ ତାଙ୍କ ଘର ଲୋକ ବି ଦେଖିଦେଇଥିଲେ। ଟୁଇଙ୍କିଲ୍ ମୋ ବାଣ୍ଡ ଚାଟିବା ପାଇଁ ପୁରା ପାଗଳ। ସେ ବହୁତ ଥର ମୋ ବାଣ୍ଡ ବି ଚାଟିଛି। ମୁଁ ତାଙ୍କ ଘରେ ବି ଯାଇ ତାକୁ ଗେହିକିରି ଆସିଛି। ତା ଦୁଧ, ଓହୋ, ତା ଦୁଧରେ ଯେତେବେଳେ ମୋ ହାତ ବାଜିଲା, ପନିର ଠାରୁ ନରମ ଦୁଧ। ତା ଦୁଧକୁ ଚିପି ମୁଁ ମନ ଖୁସି କରିଛି। ଟୁଇଙ୍କିଲ୍ କହିଲା, ଠିକ୍ ଅଛି, ମୋ ମାଇଁ କହିଲେ, ଠିକ୍ ଅଛି, ସବୁଦିନ ଯିବା ଦରକାର ନାହିଁ, ତାଙ୍କ ଘରେ ସନ୍ଦେହ କରିବେ। ତ ମୁଁ ମାଇଁଙ୍କ କଥା ମାନି ମଝିରେ ଦେଖା କରେ। ଶେଷରେ ତାଙ୍କ ଘରେ କେମିତି କ'ଣ ଜାଣିଗଲେ ମୁଁ ବି ଜାଣିନି, କି ହୁଏତ ଟୁଇଙ୍କିଲ୍ କହିଦେଇଥାଏ, ହୁଏତ ମୁଁ କେତେବେଳେ କିଛି କରୁଥିବାରୁ ସେମାନଙ୍କ ଘର ଲୋକ ଦେଖିଦେଇଥାନ୍ତି। ଟୁଇଙ୍କିଲ୍କୁ ରାତି ବାହାଘର କରେଇଦେଲେ। ଏବେ ଟୁଇଙ୍କିଲ୍ର ଗୋଟେ ଝିଅଟା। ଟୁଇଙ୍କିଲ୍ ବାହା ହେଇ ଫେସବୁକ୍, ଇନଷ୍ଟାଗ୍ରାମରେ ବହୁତ ଫଟୋ ଛାଡ଼ୁଛି, ଆଉ ମୁଁ ତାକୁ ଭଲ ଭାବରେ ଗେହି ସାରିଛି। ଆପଣମାନେ, ଏଇଟା ହେଉଛି ପୁରା ସତ୍ୟ ଘଟଣା।
ଏଥିରେ କୌଣସି ଲୁଚାଚୋରା ନାହିଁ। ଆପଣମାନେ ଜାଣିପାରିବେ ମୁଁ ଚାହିଁଲେ ବି ତା ଫେସବୁକ୍ ଆଇଡ଼ିଟା ଦେଇପାରିବି, ହେଲେ କାହାକୁ ମୁଁ ବଦନାମ କରିବା ପାଇଁ ଚାହୁଁନି। ଟ୍ୱିଙ୍କଲ୍ ଗୋଟେ ବହୁତ ସୁନ୍ଦର ଝିଅ ଆଉ ତା'ର ଗୋଟେ ବହୁତ ସୁନ୍ଦର କୁନି ଝିଅଟେ ବି। ଏବେ ସେ ତା ପରିବାର ସହିତ ଖୁସିରେ ଅଛି ଆଉ ମୁଁ ତାକୁ ଗେହିକିରି ବି ଖୁସିରେ ଅଛି। ଥ୍ୟାଙ୍କ ୟୁ ସୋ ମଚ୍। ଯଦି ପୁରା ଭିଡ଼ିଓ ଦେଖିଥିବେ ଗ୍ୟାଙ୍ଗର ମଜା ନେଇପାରିବେ। କାହାଣୀଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିହାତି ଜଣାଇବେ। ଟେକ୍ କେୟାର।